କଣ ଥିଲା ତାର ତାଲିକା ଅନେକ ଭାବରେ ଅଛି। ସେ ତାଲିକାକୁ ସେ ତାଲିକାରୁ ଗୋଟେ ତାଲିକା ମଧ୍ୟ ମୁଁ ଗୋଟେ କୌଣସି ସୂତ୍ରରୁ ସେ ସମୟରେ ପାଇଛି। ଯାହା କରିକିରି ଖୋଲନ୍ତୁ, ଖୋଲିଲା ପରେ ସେ କଥା କୁହାଯିବ ନା। ଆଜି କୋଉଟାରେ କୋର୍ଟର ମୁଁ କହିପାରିବି ନାହିଁ, ତାଙ୍କୁ ପଚାରିଲେ ହବ। ତାଙ୍କର କାହିଁକି ଖୋଲୁ ନଥିଲେ, ଇଏ ନିଜ ଉପରକୁ ସେ ବଦନାମ କାହିଁକି ନିଜେ ନେଲେ, ମୁଁ ଜାଣିନାହିଁ, ମୁଁ କହିପାରିବି ନାହିଁ। ସେ କଥା ଆମେ କହିପାରିବେ ନା, ନ ଖୋଲିବା ପର୍ଯ୍ୟନ୍ତ କଣ ଥିଲା ତାର ତାଲିକା ଅନେକ ଭାବରେ ଅଛି। ସେ ତାଲିକାରୁ ଗୋଟେ ତାଲିକା ମଧ୍ୟ ମୁଁ ଗୋଟେ କୌଣସି ସୂତ୍ରରୁ ସେ ସମୟରେ ପାଇଛି, ରଖିଛି ତାଲିକା। ସେତେବେଳେ ଯୋଉ ପୁରୁଣା ତାଲିକା ସବୁ ହେଇଥିଲା, ଯୋଉ ଦୁଇଥର ଯାକ ଖୋଲା ହେଇଥିଲା, ଆମେ ତାକୁ ଦେଖିବା, ମିଳେଇବା କଣ ସେ ତାଲିକାରେ ଥିଲା, କଣ ନାହିଁ। ପରବର୍ତ୍ତୀ ଘଟଣା ଆଗ ଖୋଲା ଯାଉ, ଖୋଲିଲେ ଆମେ ଜାଣିବା ଯାହା କହିଛୁ ତାହା କରିଲୁ। ସେ ଗୋଟେ ପାର୍ଟ। ଖୋଲିବା ପାଇଁକି ଯୋଉ ଆବଶ୍ୟକତା ସେ କହିଥିଲେ ଯେ ପାତାଳରେ ଥିଲେ ମଧ୍ୟ ଚାବି ଆଣିବୁ, ଏପର୍ଯ୍ୟନ୍ତ ପାତାଳକୁ ଯାଇନାହାନ୍ତି। ଯାହା କହିଛନ୍ତି ତାହା କରିକି ଦେଖେଇ ନାହାନ୍ତି। ଜୋର ଦେଇକିରି ମୁଁ କହିପାରେ, ତାକୁ ପଚରା ଯାଉ ସେମାନଙ୍କୁ ଯେ ମୁଁ ଏଇ କଥା କହିଲି ଯେ ସେ ପାତାଳକୁ ଯିବା କଥା କହିଥିଲେ ନା ନାହିଁ। ଯୋଉଠି ଥିବ ଚାବିକାଠି ଖୋଜିକି ଆଣିବେ। ସେ ଚାବିକାଠି ଖୋଜିକିରି କାହିଁକି ଆଣିଲେ ନାହିଁ? କାହା ପାଖରେ ଅଛି ସେ ଚାବିକାଠି? ଖୋଜିଲେ ନାହିଁ କାହିଁକି? ଖୋଜିକି ଆଣନ୍ତୁ, ଆଣିବି। ସେ କଥାଟା ବି ସେଟା ଗୋଟେ ବଡ଼ ସନ୍ଦେହ ଭିତରେ ରହିଛି ସମସ୍ତ ଭକ୍ତମାନଙ୍କ ଭିତରେ, ସମସ୍ତ ଚିନ୍ତାଶୀଳ ବ୍ୟକ୍ତିମାନଙ୍କୁ, ଯେଉଁମାନେ ଜଗନ୍ନାଥଙ୍କୁ ଭଲ ପାଆନ୍ତି, ଯେଉଁମାନେ ଜଗନ୍ନାଥଙ୍କର ଅର୍ଥନୀତି, ଜଗନ୍ନାଥଙ୍କ ସାମାଜିକ ବ୍ୟବସ୍ଥା ସମ୍ପର୍କରେ ସଚେତନ, ସେମାନେ ସବୁ ଖୁବ୍ ଭାବୁଛନ୍ତି ଯେ ସେ ଚାବିକାଠି ହଜିଲା କେମିତି। ଏବଂ ସେ ଚାବିକାଠି ରାଜା ମହାରାଜ ଆମର କହିଛନ୍ତି ଯେ କୋଉଠି ରହେ, ଏବଂ ଗୋଟିକିଆ ଚାବି ଯୋଉଟା ପଥର ଭିତର କାଠିଟା, ସେ କେମିତି ଗୋଟିଏ ଲୋକଙ୍କ ପାଖରେ ରହେ, ଟ୍ରେଜେରୀରେ ରହେ, ମାଜିଷ୍ଟ୍ରେଟ ପାଖରେ, ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ପାଖରେ। ତାକୁ ଧରିକିରି ଆଣନ୍ତୁ, ଚାବିକାଠିଟା ବାହାର କରନ୍ତୁ। ଆଉ ଚାବିକାଠି ନ ବାହାର କରିକି ଯଦି ଖୋଲିଲେ ଭଲ କଥା, ଯୋଉପରି ଘରେ ଖୋଲିବେ, କିନ୍ତୁ ସ୍ପଷ୍ଟ କହିବା ଉଚିତ। ସବୁ କଥା ଗୁଡ଼ିକ ଲୋକଙ୍କ ପାଖକୁ, ଲୋକଙ୍କ ସାମ୍ନା